ସନ୍ଧ୍ୟାରେ ଆଜି ଟିକେ ବନେଇଥିଲି ପଣସ ପକୁଡ଼ି ଆଉ ତା ସହିତ ଥିଲା ଏଠି ଅରୁଆ ଭାତରେ ଗୋଟେ ବଡ଼ି ବନେଇଥିଲି। ତା ଆୟାର ଯଦି ରେସିପି ଆପଣମାନଙ୍କୁ ଦରକାର ମୋତେ କହିବେ, ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ତା ସହିତ ପାମ୍ପଡ଼ ଆଉ ଚାହା ତ ଟିକେ ବାହାରେ ବସିକି ଖାଇ ଦେଇଥିଲୁ। ଆଜି ପାଗଟା ପୁରା ବଢ଼ିଆ ଦେଇଥିଲା, ଥଣ୍ଡା ଥଣ୍ଡା ପବନ ଦଉଥିଲା, ବର୍ଷା ଟିକେ ଉଠେଇଥିଲା। ତାପରେ ହଜବେଣ୍ଡ ଖାଇସାରିଲା ପରେ ଟିକେ କାମରେ ବାହାରକୁ ଯାଇଥିଲେ। ଆଉ ମୁଁ ଏଠି ରୋଷେଇ ପାଇଁ ରାତି ରୋଷେଇ ପାଇଁ ଝୁଡ଼ଙ୍ଗ ଆଳୁ ଭାଜିବା ପାଇଁ ତାକୁ ଟିକେ କାଟିକି ବସେଇ ଦେଇଥିଲି, ଅଟା ଦଳିକି ଥୋଇ ଦେଇଥିଲି। ଆଉ ଏଠି ବାସନ ଧୋଇବା ପାଇଁ ମୁଁ ସବୁବେଳେ ଯାହା ବି ଚାହା ପତି ଥାଏ ତାକୁ ଟିକେ ଧୋଇଦିଏ, ଭଲ ଭାବେ ଧୋଇକି ତାକୁ ଗଛ ମୂଳରେ ଦେଇଦିଏ। ଆଉ ନ ଧୋଇକି ଦେଲେ ପିମ୍ପୁଡ଼ି ହେବେ, ଗଛ ବି ନଷ୍ଟ ହେଇଯିବ। ତ ତାକୁ ଦେଇକି ଆସିଲା ପରେ ସବୁ ବାସନକୁ ଆଗ ମାଜିଦେଲି। ଅଳ୍ପ ଅଳ୍ପ ବାସନ ମାଜିଦେଲେ ମୋତେ ଟିକେ ହାଲକା ଲାଗେ। ଏକାଥରେ ବହୁତ ସାରା ବାସନ ହେଲେ ମାଜିବା ପାଇଁ ବହୁତ ମାନେ ଲାଗିବ ଯେମିତି ବହୁତ ସାରା କାମ ପଡ଼ିଛି। ଆଉ ତ ତାକୁ ସବୁ ମଜାମଜି କରିସାରିଲା ପରେ ବାସନକୁ ସବୁ ରଖିଦେଲି। ଏପଟେ ଭଜା ବି ହେଇଯାଇଥିଲା, ତାକୁ ଓହ୍ଲେଇ ସାରିଲି। ଆଉ ଯାହା ସବୁ ସନ୍ଧ୍ୟାବେଳେ ପରିବା କାଟିଥିଲି ସେ ସବୁ ଚୋପାକୁ ଉଠେଇକି ସବୁ ପୋଛାପୋଛି ଟିକେ କରିନେଲି। ତାପରେ ଯାହା ସବୁ କାମ ସରିଲା ପରେ ତାପରେ ଭାବିଲି ଆଉ କାହିଁ ରୁଟି କରିବି, ଲେଟ୍ କରିବି କାହିଁକି, ହେଲାଣି ତ ଟାଇମ୍। ତ ରୁଟି କରିନେଲି। ତ ରୁଟି ଫାଷ୍ଟ ଯେତେବେଳେ ମ୍ୟାରେଜ ପୂର୍ବରୁ ଯେତେବେଳେ ଝିଅ ଥିଲି ସେତେବେଳେ ରୁଟି କରିବା ପାଇଁ ମୋ ହାତରେ ଜମା ବି ରୁଟି ହୁଏନି। ସବୁବେଳେ ବୋଉ ହିଁ ରୁଟି କରେ, ମୁଁ ବାସ୍ କେତେବେଳେ କେମିତି ଟିକେ ବେଲି ଦିଏ, ନହେଲେ ଟିକେ ଦଳି ଦିଏ। ଜମା ବି ସେକି ପାରେନି, ସେକିଲେ ରୁଟି ପୁରା ପୋଡ଼ିଯାଏ ଆଉ ଜମା ବି ଫୁଲେନି। ହେଲେ ମ୍ୟାରେଜ ପରେ ସବୁ କିଛି ଚେଞ୍ଜ ହେଲା, ଧୀରେ ଧୀରେ ସବୁ ଜିନିଷ ଶିଖିବାକୁ ପଡ଼େ। ତାପରେ ଦିନର ପଣସ ତରକାରୀ ଟିକେ ଥିଲା, ଆଉ ଭଜା, ରୁଟି ଲଗେଇକି ହଜବେଣ୍ଡ ଆସିଲା ପରେ ଖାଇଦେଲୁ। ଆଉ ଗ୍ୟାସ୍ ଫ୍ୟାସ୍ ସବୁ ପୋଛାପୋଛି କରିକି ଯାଉଥିଲି ଶୋଇବା ପାଇଁ, ପୁଣି ମନେ ପଡ଼ିଲା କଳସରେ ପାଣି ଭରିନି। ତ ଆସିଲି କଳସରେ ପାଣି ଭରିନେଲି, ତାପରେ ଶୋଇପଡ଼ିଥିଲୁ। ସକାଳେ ସବୁ ଉଠିକି କାମ ସାରିଲା ପରେ ଆଜି ଟିକେ ବ୍ରେଡ୍ ଖାଇଦେଲି। ବ୍ରେଡ୍ ନୁହଁ ତ ଏଇଟା କେକ୍ଟା ଥିଲା। ତ ଖାଇକି ଏଠି ଭାତ ପାଣି ବସେଇ ଦେଇଥିଲି, ଚାଉଳକୁ ଧୋଇକି ଆଉ ପକେଇଦେଲି, ଆଉ ସବୁ ବାସନକୁ ରଖିଦେଇଥିଲି। ତାପରେ ଗୋଟେ ମିଶୋରୁ ପାର୍ସଲ ଆସିଥିଲା। ଆଉ ଆପଣମାନଙ୍କୁ ଆର ଯଦି ଲିଙ୍କ ଦରକାର ମୋତେ କହିବେ। ଆଉ ବହୁତ ମାନେ ୟୁଜଫୁଲ ଜିନିଷଟା। ମୁଁ ଫାଷ୍ଟ ଟାଇମ୍ ଅର୍ଡର କରିଥିଲି। ଏଇଟା ହଉଛି କ'ଣ କହିଲେ, ଛଣା ନୁହେଁ, ଏଇଟା ହଉଛି ବେସିନର ଛଣା। ମାନେ ଯାହା ବି ଯେମିତି ଇଭେନ୍ ଚାହା ପତି ଟିକେ ଟିକେ ଯାହା ବି ଗୁଣ୍ଡ ରହୁନା, ସବୁ ଜିନିଷ ପାଇପ୍ରେ ଯାହା ଜାମ୍ ହେଇଯାଏ। ତ ସେଥିପାଇଁ ଏଇଟା ଅର୍ଡର କରିଥିଲି। ତାପରେ ହଜବେଣ୍ଡ ପଳେଇ ଆସିଥିଲେ, ଆଜି ଆଇଁଷରେ ମଟନ ଆଣିଥିଲେ ଆଉ ଦହିବରା ମୁଁ ଖାଲି ଟିକେ କହିଥିଲି, ଆଳୁଦମ ନୁହଁ ଖାଲି ଦହିବରା ଟିକେ ଖାଇଦେଲୁ। ତାପରେ ଏପଟେ ହଜବେଣ୍ଡ ମଟନ ଧୋଇ ଦେଇଥିଲେ, ମୁଁ ସବୁ କଟାକଟି କରିକି ରଖିଦେଇଥିଲି। ଆଉ ମଟନକୁ ଆଗ ଟିକେ ପ୍ରେସରରେ ସିଟି ଦେଇ ଦେଇଥିଲି 2ଟା। ତାପରେ ଏଠି ତରକାରୀ ପାଇଁ ସବୁ କଟାକଟି କରିଦେଇଥିଲି। ଆଉ ସେପଟେ ମଟନ ସିଟି ଦେବା ପାଇଁ ବସେଇ ଦେଇଥିଲି, ଏପଟେ ମସଲା କଷିକି ତାପରେ ମସଲା ହେଇଗଲା ପରେ ମଟନକୁ ଦେଇକି କଷି ଦେଇଥିଲି। ଆଉ ତରକାରୀ ଆମର ରେଡି ହେଇଗଲା। ଆଉ କମ ତେଲରେ ହିଁ କରେ, ଏମିତିରେ ବି ମଟନରେ ବହୁତ ସାରା ଚର୍ବି ଥାଏ। ତ ସେଥିପାଇଁ ମୁଁ ତ ଆଜି କିଛି କରିନଥିଲୁ, ଖାଲି ମଟନ ସହିତ ବି ଆଉ କିଛି ଖାଇବା ପାଇଁ ଭଲ ଲାଗେନି। ମଟନ ଖାଇକି ଶୋଇପଡ଼ିଥିଲୁ, ଉଠିଲା ପରେ ଟିକେ ଚାହାକୁ ବିସ୍କୁଟ ଖାଇ ଦେଇଥିଲି। ଆଉ ସନ୍ଧ୍ୟାରେ ଆମେ ଟିକେ ଆଜି ଯାଇଥିଲୁ ମସଲା ବରା ଖାଇବା ପାଇଁ। ତ ମୁଁ ଏଠି ମସଲା ବରାକୁ ତରକାରୀ ଖାଇଥିଲି, ଆଉ ହଜବେଣ୍ଡ ଖାଲି ବରା ଖାଇଥିଲେ। ଆଉ ଟିକେ ଆସିକି କୋଲ୍ଡ ଡ୍ରିଙ୍କସ ପିଇ ଦେଇଥିଲୁ ବାଟରେ। ତାପରେ ଅଳ୍ପ କିଛିଟା ପରିବା ଆଣିବା ପାଇଁ ଗଲୁ। ତ ପରିବା ଯାହା ଟିକେ ବାଛିକି ନେଇକି ଆସିଲା ପରେ ବାଟରୁ ଟିକେ ଅଣ୍ଡା ଆଣି ଦେଇଥିଲୁ। ଆଜିର ବ୍ଲଗ ଥିଲା ଏତିକି। ଏହିପରି ମିନି ବ୍ଲଗ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଭିଡ଼ିଓକୁ ଲାଇକ୍ କରିବେ।